ଜୀବନରେ ସଂଘର୍ଷର ଗୁରୁତ୍ୱ ନା ଯେପର୍ଯ୍ୟନ୍ତ ନିଆଁରେ ପରିପୂର୍ଣ୍ଣ ନ ହୁଏ ସେ ପର୍ଯ୍ୟନ୍ତ ତାହା ଶୁଦ୍ଧ ସୁନା ହୁଏ ନାହିଁ। ସେହିପରି ଜଣେ ବ୍ୟକ୍ତି ସଂଘର୍ଷର ସମ୍ମୁଖୀନ ନ ହେବା ପର୍ଯ୍ୟନ୍ତ ତାଙ୍କର ପ୍ରକୃତ ପ୍ରତିଭା ପ୍ରକାଶ ପାଏ ନାହିଁ। ସଂଘର୍ଷ ଆମକୁ ଶକ୍ତିଶାଳୀ କରେ, ଆମକୁ ଅଭିଜ୍ଞତା ଦିଏ, ସଫଳତାର ପଥ ଖୋଲିଥାଏ ଏବଂ ଆମକୁ ଜୀବନର ପ୍ରକୃତ ମୂଲ୍ୟ ଶିଖାଏ। ମନେ ରଖନ୍ତୁ, ସଂଘର୍ଷ ହେଉଛି ଏକ ସିଡ଼ି ଯାହା ଆମକୁ ଉଚ୍ଚତାକୁ ନେଇଯାଏ। ତେଣୁ ଅସୁବିଧାକୁ ଭୟ କରନ୍ତୁ ନାହିଁ, ସେଗୁଡ଼ିକୁ ଆଲିଙ୍ଗନ କରନ୍ତୁ। ସେମାନଙ୍କୁ ଆମେ ପ୍ରକୃତରେ ଶିକ୍ଷିତ ବୋଲି କହିପାରିବା। ସେମାନେ ହିଁ ସବୁ ଭଲ ଗୁଣଯାକ ହାତ ମୁଠାରେ ରଖିଥାନ୍ତି। ସଂକ୍ଷେପରେ କହିବାକୁ ଗଲେ ଯେକୌଣସି ପରିସ୍ଥିତିରେ ଯେଉଁମାନେ ଦକ୍ଷତାର ସହ ଏବଂ ବିଜ୍ଞତାର ସହ ଠିକ୍ ଜିନିଷ ପସନ୍ଦ କରିପାରନ୍ତି ସେମାନେ ହିଁ ବାସ୍ତବରେ ଶିକ୍ଷିତ। ଆନୁଷ୍ଠାନିକ ଡିଗ୍ରୀ ଥାଉ ବା ନଥାଉ, ଯଦି ସେମାନଙ୍କର ଭଲମନ୍ଦ, ପାପ ପୁଣ୍ୟ, ଅଜ୍ଞତା ଏବଂ ପ୍ରଜ୍ଞା, ଶାଳୀନତା ଏବଂ ଅଶାଳୀନତା ଭିତରେ ଫରକ ନିର୍ଣ୍ଣୟ କରିବାର ସାମର୍ଥ୍ୟ ରହିଛି, ସେମାନଙ୍କୁ ଶିକ୍ଷିତ ବୋଲି କହିବା। ଯେ ସବୁ ଠିକ୍ ପ୍ରଶ୍ନର ଉତ୍ତର ଜାଣିଥାଏ ତାକୁ ଆମେ ଜଣେ ବିଶେଷଜ୍ଞ ବୋଲି କହିପାରିବା। ଈଶ୍ୱର ସମସ୍ତଙ୍କୁ କିଛି ନା କିଛି ସାମର୍ଥ୍ୟ ପ୍ରଦାନ କରିଛନ୍ତି। ଗୁଣୁ ଗୁଣୁ ଗୀତ ଗାଉଥିବା ଛୋଟ ମହୁମାଛିଟିର ଓଜନ ଗୋଟିଏ ଆଉନ୍ସରୁ କମ୍। ଏହି କମ୍ ଓଜନ ହେତୁ ସେ ତାର ଡେଣାକୁ ଗୋଟିଏ ସେକେଣ୍ଡରେ ହାରାହାରି 75 ଥର ଚାଳନା କରିପାରେ। ସେ କମ୍ ଓଜନ ବୋଲି ଫୁଲରୁ ଫୁଲ ଉଡ଼ି ମହୁ ସଂଗ୍ରହ କରିବା ପାଇଁ ସହଜ ହୁଏ, କିନ୍ତୁ ଏହି ମାଛିଟି ବହୁତ ଉଚ୍ଚକୁ ଉଡ଼ିପାରେ ନାହିଁ। କିନ୍ତୁ ଏହି ମାଛିଟି ବେଶୀ ଉଚ୍ଚକୁ ଉଡ଼ିପାରେ ନାହିଁ କି ଡେଇଁପାରେ ନାହିଁ। ପୃଥିବୀର ସବୁଠାରୁ ବଡ଼ ପକ୍ଷୀ ଓଟ ପକ୍ଷୀର ଓଜନ କେତେ ଜାଣନ୍ତି? ପ୍ରାୟ 300 ପାଉଣ୍ଡ। କିନ୍ତୁ ସେ ଉଡ଼ିପାରେ ନାହିଁ। ଯାହା ହେଉ, ତାର ଗୋଡ଼ଗୁଡ଼ିକ ଏତେ ଶକ୍ତ ଯେ ସେ ଗୋଟିଏ କୁଦାରେ 12ରୁ 15 ଫୁଟ ହାରରେ ଘଣ୍ଟାକୁ 50। କିଡନୀ ନଷ୍ଟ ହେବାର 9ଟି ଅଭ୍ୟାସ। ଅଧିକ ସମୟ ପରିସ୍ରାକୁ ରୋକିବା, ଅଧିକ ଲୁଣ ଖାଇବା, ପ୍ରତିଦିନ 8ରୁ 10 ଗ୍ଲାସରୁ ପାଣି କମ୍ ପିଇବା, ଉଚ୍ଚ ଡାଇବେଟିସ୍ ଚିକିତ୍ସାରେ ଅବହେଳା, ଉଚ୍ଚ ରକ୍ତଚାପ ଚିକିତ୍ସାରେ ଅବହେଳା, ଅଧିକ ପେନକିଲର ବ୍ୟବହାର କରିବା, ଅଧିକ ନିଶାଦ୍ରବ୍ୟ ଖାଇବା, ଅଧିକ ମାଂସ ଖାଇବା, ବିଦ୍ୟାହୀନ ଲୋକର ଜୀବନ, ବନ୍ଧୁ ବାନ୍ଧବହୀନ ଲୋକର ସମସ୍ତ ଦିଗ ଓ ପୁତ୍ର ନଥିବା ଲୋକର ଗୃହ ଶୂନ୍ୟ ବୋଲି ବିବେଚିତ ହୋଇଥାଏ। ଏସବୁ କିଛି ନଥିବା ଲୋକ ପକ୍ଷରେ ସଂସାର ଶୂନ୍ୟ ବୋଲି ମନେ ହୁଏ। ସର୍ବବିଧ ଶୂନ୍ୟତାକୁ ଦାରିଦ୍ର୍ୟ କୁହାଯାଏ। ଆୟକୁ ଦେଖି ବ୍ୟୟ ନ କଲେ କୁବେର ସଦୃଶ ଧନୀ ବ୍ୟକ୍ତି ମଧ୍ୟ ଅଚିରେ ଦରିଦ୍ର ହୋଇଯାଏ। ବସି ଖାଇଲେ ନଈ ବାଲି ପରି ଧନ ସରିଯାଏ। ଜୟ ଶ୍ରୀ ଜଗନ୍ନାଥ।